ଅରୁଣା ଦିଲ୍ଲୀପ ପାଖରେ ରହି ସହରରେ ପଢ଼ୁଥିଲା। ଦିଲ୍ଲୀପର ବୟସ ପାଖାପାଖି 23 ବର୍ଷ ହେବ। ଅରୁଣାର ବୟସ 18 ବର୍ଷ। ଗୋଟିଏ ଘରେ ସାଙ୍ଗ ହେଇ ରୁହନ୍ତି। କିନ୍ତୁ କିଛି ଦିନ ପରେ ଅରୁଣା ପ୍ରେଗନେଣ୍ଟ ହେଲା କେମିତି? ମୋ ନାଁ ରୋହିତ। ମୋ ପରିବାର କହିଲେ ସ୍ତ୍ରୀ ସୁଲୋଚନା ଆଉ ମୋର 2ଟି ଝିଅ। ବଡ଼ ଝିଅର ବାହାଘର ସରିଯାଇଛି। ସାନ ଝିଅ +3 ପଢ଼ୁଛି। ମୁଁ ମୋ ସାନ ଝିଅର ବାହାଘର କରିବା ପାଇଁ ପ୍ରସ୍ତାବ ଖୋଜାଖୋଜି କରୁଥାଏ। କିନ୍ତୁ ଝିଅ ପଢ଼ୁଥିବାରୁ ତାକୁ ବାହାଘର ବିଷୟରେ କିଛି ବି ଜଣାଉନଥାଏ। ଏମିତି ଖୋଜାଖୋଜି କରୁ କରୁ ମୋ ନଜରକୁ ଭଲ ପ୍ରସ୍ତାବଟିଏ ଆସିଲା। ସେମାନେ ହେଉଛନ୍ତି ଆମ ବନ୍ଧୁବାନ୍ଧବ ଭିତରେ। ମୁଁ ବି ସେମାନଙ୍କୁ ବହୁତ ଭଲ ଭାବରେ ଜାଣିଛି। ତାଙ୍କ ପୁଅ ଦେଖିବାକୁ ସୁନ୍ଦର ଆଉ ଭଲ ଚାକିରିଟିଏ ମଧ୍ୟ କରିଛି। ସେଥିପାଇଁ ଏ ପ୍ରସ୍ତାବରେ ମୁଁ ରାଜି ହୋଇଗଲି। ଦିନେ ମୁଁ ସେମାନଙ୍କୁ ଝିଅକୁ ଦେଖିବା ପାଇଁ ଘରକୁ ଡାକିଲି। ଆଉ କହିଲି କି ତମେମାନେ ବନ୍ଧୁ ହେଇ ଆସିବ, ଝିଅକୁ ଦେଖିବ। କିନ୍ତୁ ତମ ପୁଅ ଦିଲ୍ଲୀପ ସହିତ ବାହାଘର ହେଉଛି ବୋଲି ଆମ ଘରେ କହିବନି। କାହିଁକି ନା ମୋ ଝିଅ ପାଠ ପଢ଼ୁଛି, ବାହା ହେବାକୁ ରାଜି ହେବନି। ତା ପରଦିନ ଅଶୋକ ଭାଇ ଆଉ ଭାଉଜ ଆଉ ତାଙ୍କ ପୁଅ ଦିଲ୍ଲୀପ ଅରୁଣାକୁ ଦେଖିବା ପାଇଁ ଆମ ଘରକୁ ଆସିଲେ। ଦିଲ୍ଲୀପ ଓ ଅରୁଣା ପିଲାଦିନରୁ ହିଁ ସାଙ୍ଗ ଥିଲେ। କିନ୍ତୁ ବଡ଼ ହେଲା ପରେ 2 ଜଣ କେହି କାହା ସାଙ୍ଗରେ ଦେଖା ହୋଇନାହାନ୍ତି। କେବଳ ଫୋନରେ କଥା ହୁଅନ୍ତି। ଦିଲ୍ଲୀପ ଅରୁଣାକୁ ଆଗରୁ ମଧ୍ୟ ପସନ୍ଦ କରୁଥିଲା, କିନ୍ତୁ ମନ କଥା କହିପାରୁନଥିଲା। କାଳେ ଅରୁଣା ତା ବିଷୟରେ କିଛି ଭାବିନଥିବ। କିନ୍ତୁ ଯେତେବେଳେ ଜାଣିଲା ତା ବାହାଘର ଅରୁଣା ସହିତ ଠିକ୍ ହେଉଛି, ସେତେବେଳେ ସେ ବହୁତ ଖୁସି ହେଇଗଲା। ଅରୁଣାକୁ ଦେଖିବା ପାଇଁ ତାଙ୍କ ଘରକୁ ଆସିଲା। ଯେତେବେଳେ ଦିଲ୍ଲୀପ ଜାଣିଲା କି ଅରୁଣା ଏ ବାହାଘର ବିଷୟରେ କିଛି ଜାଣିନାହିଁ, କିନ୍ତୁ ତାଙ୍କ ଘର ଲୋକ ଏ ବାହାଘର ଠିକ୍ କରିଛନ୍ତି, ସେତେବେଳେ ତାର ମନ କଷ୍ଟ ହେଲା। କାହିଁକି ନା କାଳେ ଅରୁଣା ଯଦି ପରେ ଏ ବାହାଘରରେ ରାଜି ନ ହେବ। କିନ୍ତୁ 2 ପରିବାର ଲୋକେ ଏହି ବାହାଘରରେ ରାଜି ହୋଇଗଲେ ଆଉ 2 ଜଣଙ୍କର ବାହାଘର ଠିକ୍ କରିଦେଲେ। ଦିଲ୍ଲୀପ ଆଉ ଅରୁଣା 2 ଜଣ ପିଲାବେଳର ସାଙ୍ଗ ଥିଲେ। ଏଥର ତାଙ୍କର ବାହାଘର ଠିକ୍ ହେଇଯିବାରୁ ଦିଲ୍ଲୀପ ଯେଉଁଠି ବି ଚାକିରି କରୁଛି, ଅରୁଣାକୁ ସେଇଠି ରହି ପାଠ ପଢ଼ିବା ପାଇଁ କୁହାଗଲା। ଅରୁଣା ବି ଦିଲ୍ଲୀପ ସହିତ ଯିବା ପାଇଁ ରାଜି ହୋଇଗଲା। ସେ ଦିଲ୍ଲୀପ ସାଙ୍ଗରେ କଟକ ଯିବା ପାଇଁ ବାହାରିଲା। ଗଲାବେଳେ ଅରୁଣାର ପରିବାର ଲୋକେ ଦିଲ୍ଲୀପକୁ କହିଲେ ଯେ ଅରୁଣାକୁ ବାହାଘର କଥା ନ କହିବା ପାଇଁ। ସେ ଜାଣିଲେ ତାର ପାଠପଢ଼ାରେ ମନ ଲାଗିବ ନାହିଁ। ଅରୁଣା ଦିଲ୍ଲୀପକୁ ମନେ ମନେ ଭଲ ପାଉଥାଏ, କିନ୍ତୁ ଦିଲ୍ଲୀପକୁ କେବେ ଖୋଲି କହୁନଥିଲା। କାଳେ ଦିଲ୍ଲୀପ ତାକୁ ମନା କରିଦେବ। ଅରୁଣା ମନରେ ଏଇ ଚିନ୍ତାଧାରା ଥିଲା କି ଦିଲ୍ଲୀପ ଦେଖିବାକୁ ବହୁତ ସୁନ୍ଦର, ସେ ବହୁତ ପାଠ ପଢ଼ୁଛନ୍ତି, ଭଲ ଚାକିରିଟିଏ ମଧ୍ୟ କରିଛନ୍ତି। ସେ କ'ଣ ମୋତେ ପସନ୍ଦ କରିବେ? କିନ୍ତୁ ସେ ବୋକି ଜାଣିନି ଯେ ଦିଲ୍ଲୀପ କେବଳ ତାକୁ ହିଁ ଭଲ ପାଏ। ତା ମୁହଁରେ ଟିକେ ହସ ଆଣିବା ପାଇଁ ତାଙ୍କୁ କେତେ କ'ଣ କରିବାକୁ ପଡ଼େ। ଦିଲ୍ଲୀପ ଆଉ ଅରୁଣା ଯେଉଁଠି ଘର ଭଡ଼ା କରି ରହୁଛନ୍ତି, ତା ପାଖ ଘରେ ଅନିତା ରୁହେ। ଅରୁଣା ଓ ଅନିତା 2 ଜଣ ଏକା କଲେଜରେ ପାଠ ପଢ଼ୁଥିବାରୁ 2 ଜଣ ଭଲ ସାଙ୍ଗ ହୋଇଯାଇଥିଲେ। ଅନିତା ସବୁବେଳେ ଅରୁଣାର ରୁମ୍କୁ ନୋଟ୍ ଲେଖିବା ପାଇଁ ଆସେ। ଏମିତି ଯିବା ଆସିବାରେ ଦିଲ୍ଲୀପ ସହିତ ମଧ୍ୟ ସାଙ୍ଗ ହୋଇଯାଇଛି। ସବୁଦିନ ରାତିରେ ଦିଲ୍ଲୀପ ଆଉ ଅରୁଣା ସାଙ୍ଗ ହେଇକି ଖାଆନ୍ତି। ଦିନେ ଖିଆପିଆ ସରିବା ପରେ ଯେତେବେଳେ ଅରୁଣା ତା ରୁମ୍କୁ ଯାଉଥିଲା, ହଠାତ୍ ତା ମୁଣ୍ଡ ବୁଲେଇଦେଲା। ଅରୁଣା ତଳେ ପଡ଼ିବା ସମୟରେ ଦିଲ୍ଲୀପ ତା ହାତକୁ ଧରିନେଲା ଆଉ ତାକୁ ସିଧା ନେଇ ବେଡ୍ ଉପରେ ଶୁଆଇଦେଲା। ସେତେବେଳକୁ ଅରୁଣା ଦେହରେ ଜ୍ୱର ଥାଏ। ସେଇଥିପାଇଁ ଅରୁଣା ଦେହ ବହୁତ ଜୋରସେ ଥରୁଥାଏ। ସାଙ୍ଗେ ସାଙ୍ଗେ ଦିଲ୍ଲୀପ ପାଖରେ ରଖିଥିବା ଜ୍ୱର ମେଡ଼ିସିନ ଦେଲା ଆଉ ଅରୁଣାକୁ କମ୍ବଳ ଘୋଡ଼େଇ ଦେଲା। କିନ୍ତୁ ଅରୁଣାର ଥର କମୁନଥିଲା। ଦିଲ୍ଲୀପ ଅରୁଣାର ହାତକୁ ଜାବୁଡ଼ିକି ଧରିଲା। ସେତେବେଳକୁ ରାତି ପ୍ରାୟ 1 ହେବ। ବେଡ୍ ଉପରେ ଅରୁଣା ଶୋଇଥିଲା ଆଉ ଦିଲ୍ଲୀପ ତା ପାଖରେ ବସିଥିଲା। ଶୀତଦିନ ରାତି, ଯଦି ଅରୁଣା ଦେହ ଏତେ ଜୋରସେ ଥରୁଛି, ଦିଲ୍ଲୀପ ହାତକୁ ଅରୁଣା ଜାବୁଡ଼ିକି ଧରିଛି। କୁଆଁରୀ ଝିଅ, ଯବାନ ପୁଅ, ସେମାନେ ସେମାନଙ୍କର ଅଜାଣତରେ ସବୁ ସୀମା ପାର କରିଗଲେ। ରାତି ସାରା ସେମାନେ ଗୋଟେ ବେଡ୍ରେ ଥାଆନ୍ତି। ଯେମିତି ସକାଳ ହେଲା ଦୁହିଁଙ୍କର ନିଦ ଭାଙ୍ଗିଲା। ଦୁହେଁ ଦୁହିଁଙ୍କୁ ମୁହଁକୁ ଚାହିଁଥାନ୍ତି। ଅରୁଣା ଉଠିକି ତା ରୁମ୍କୁ ଚାଲିଗଲା। ଦିଲ୍ଲୀପକୁ ରାତି କଥା ଭାବି ବହୁତ ଖରାପ ଲାଗିଲା। ସେ ଚାହୁଁଥିଲା କହିବା ପାଇଁ କି ସେ ଯାହା ବି କରିଛି ଜାଣି ଶୁଣିକି କରିନି, ଅଜାଣତରେ କରିଛି ଆଉ ଆମ ଦୁହିଁଙ୍କର ବାହାଘର ଠିକ୍ ହେଇସାରିଛି। କିନ୍ତୁ ସେ ଅରୁଣାର ଘର ଲୋକଙ୍କ ପାଇଁ ଚୁପ୍ ରହିଲା। ତାପରେ ଦିଲ୍ଲୀପ ଅଫିସ୍ ଚାଲିଗଲା ଆଉ ସନ୍ଧ୍ୟାରେ ଘରକୁ ଆସିଲା। କିନ୍ତୁ ଅରୁଣା ଆଖିରେ ଆଖି ମିଶାଇ ପାରୁନଥିଲା।
ଅରୁଣା କିନ୍ତୁ ଦିଲ୍ଲୀପକୁ ଦୋଷ ଦେଉନଥିଲା, ତାର ବି ଦୋଷ ଥିଲା, ସେ ମାନି ନେଇଥିଲା। କିଛି ଦିନ ପରେ ପୂର୍ବ ଭଳି ସବୁ କିଛି ଠିକ୍ଠାକ୍ ଚାଲିଲା, କିନ୍ତୁ ଅରୁଣା ମନରେ ଡର ଥିଲା କି ସେ ଆଉ ଦିଲ୍ଲୀପର ଛୁଆର ମା ହେଇଯିବନି ତ। କିନ୍ତୁ ଦିଲ୍ଲୀପ ମନରେ ଏସବୁ ନଥାଏ, କାରଣ ସେ ଜାଣିଛି କି ଅରୁଣା ହିଁ ତା ସ୍ତ୍ରୀ ହେବ। ସବୁଦିନ ନିକିତା ସେମିତି ଘରକୁ ଯିବା ଆସିବା କରେ, କିନ୍ତୁ ଅରୁଣା ଦିଲ୍ଲୀପ ସାଙ୍ଗରେ ନିକିତାର କଥା ହେବା, ହସଖୁସି କରିବା ସହିପାରେନି। ତା ମନକୁ ବି ବହୁତ କଷ୍ଟ ହୁଏ, କିନ୍ତୁ ସେ ଖୋଲି କହିପାରେନି, କାରଣ ଦିଲ୍ଲୀପ ଯଦି ନିକିତାକୁ ଭଲ ପାଉଥିବେ ଦିନେ 3 ଜଣ ମିଶି ଗପସପ୍ କରୁଥିଲେ। ହଠାତ୍ ନିକିତା ଦିଲ୍ଲୀପକୁ ପ୍ରଶ୍ନ କଲା, ଦିଲ୍ଲୀପ, ତମେ ଅରୁଣାର ଯେଉଁ ଭଳି କେୟାର ନେଉଛ, ମୋତେ ଲାଗୁଛି ତମେ ଅରୁଣାକୁ ମନେ ମନେ ଭଲ ପାଉଛ। ଅରୁଣା ଏ କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲା, ଆଉ ଦିଲ୍ଲୀପ ମୁହଁକୁ ଚାହିଁଲା। ଦିଲ୍ଲୀପ ଅରୁଣାକୁ ଚାହିଁ ହସିଦେଲା, ଆଉ କହିଲା, ଅରୁଣାକୁ ମୁଁ ଭଲ ପାଉଛି। ତମକୁ କିଏ କହିଲା? ମୁଁ ତ ଗୋଟେ ସୁନ୍ଦର ଝିଅଟିକୁ ଭଲ ପାଉଛି, ସେ ପୁଣି ମୋ ପିଲାଦିନର ସାଙ୍ଗ। ଏ ଅରୁଣା ତାର କୋଉ ଗୁଣରେ ସରି ହେବ? ଦିଲ୍ଲୀପ କଥା ଶୁଣି ଅରୁଣାର ମନରେ ବହୁତ କଷ୍ଟ ହେଲା। ସେ ସେଠୁ ଉଠି ରୁମ୍କୁ ଚାଲିଗଲା। ଦିଲ୍ଲୀପ ଜାଣିପାରିଲେ କି ଏକଥା ଶୁଣି ଅରୁଣା ମନ ଭିତରେ ବହୁତ କଷ୍ଟ ହେଇଥିବ, କିନ୍ତୁ ସେ ବା କ'ଣ କରିପାରିଥାନ୍ତା? କେମିତି କହିଥାନ୍ତା ତାକୁ ସେ ଭଲ ପାଉଛି ବୋଲି? ଘରେ ସମସ୍ତେ ତାକୁ ମନା କରିଛନ୍ତି, ଆଉ ଆଗକୁ ତାର ପରୀକ୍ଷା ଆସୁଛି, ସେ ଜାଣି ଜାଣି ଏମିତି କହିବାକୁ ବାଧ୍ୟ ହେଉଛି। ଦିଲ୍ଲୀପ ଅରୁଣା ସାଥିରେ କଥା ହେବା ପାଇଁ ତାର ରୁମ୍କୁ ଗଲା। ଅରୁଣା କିନ୍ତୁ ଦିଲ୍ଲୀପ ସାଙ୍ଗରେ କିଛି କଥା ହେଉନଥାଏ, କିନ୍ତୁ ଆକାଶ ତା ସାଙ୍ଗରେ କଥା ହେଇ ଚାଲିଥାଏ, ଯେ ପର୍ଯ୍ୟନ୍ତ ଅରୁଣା ତା ସାଙ୍ଗରେ ହସିକି କଥା ନ ହେଇଛି। ଦିଲ୍ଲୀପ ତାକୁ ବହୁତ ଥର ସରି ମାଗିବା ପରେ ଅରୁଣା ଦିଲ୍ଲୀପ ସାଙ୍ଗରେ କଥା ହେଲା। ଏମିତି କିଛି ଦିନ ଗଲା। ଅରୁଣା ଜାଣିପାରିଲା ଯେ ସେ ପ୍ରେଗନେଣ୍ଟ। ସେ କ'ଣ କରିବ ସେ କିଛି ବୁଝିପାରୁନଥିଲା। ବହୁତ ଚିନ୍ତା କରିବା ପରେ ସେ ନିଷ୍ପତ୍ତି ନେଲା ଯେ ଦିଲ୍ଲୀପକୁ ଜଣେଇଦେବ। କିନ୍ତୁ ଠିକ୍ ସେହି ସମୟ ପରେ ଅରୁଣାର ସାଙ୍ଗ ନିକିତା ଆସି ଅରୁଣାକୁ କହିଲା, ଅରୁଣା, ମୁଁ ଦିଲ୍ଲୀପକୁ ମନେ ମନେ ବହୁତ ଭଲ ପାଉଛି। ଲାଗୁଛି ସେ ବି ମୋତେ ଭଲ ପାଉଥିବେ, ହେଲେ ମୁଁ ତାଙ୍କୁ କହିପାରୁନି। ତୁ ତ ମୋର ଭଲ ସାଙ୍ଗ, ତୁ ଟିକେ ଦିଲ୍ଲୀପକୁ ମୋ କଥା କହିଦେଲେ ହୁଅନ୍ତାନି? ଏକଥା ଶୁଣି ଯେମିତି ଅରୁଣାର ପାଦ ତଳୁ ମାଟି ଖସିଗଲା। ଅରୁଣା ନିକିତାକୁ ଏ ବିଷୟରେ କିଛି ବି ଉତ୍ତର ନ ଦେଇ ସେଠୁ ଉଠି ରୁମ୍କୁ ଚାଲିଗଲା। ରୁମ୍ରେ ବସି କାନ୍ଦିବାକୁ ଲାଗିଲା, କାହିଁକି ନା ସେ ଏବେ ଦିଲ୍ଲୀପ ଛୁଆର ମା ହେବା ପାଇଁ ଯାଉଛି। ଦିଲ୍ଲୀପ ଛୁଆକୁ ତା ଗର୍ଭରେ ଧରିଛି। ଏମିତିରେ ବି ସେ ଛୋଟବେଳଠାରୁ ଦିଲ୍ଲୀପକୁ ଭଲ ପାଇ ଆସୁଛି, କିନ୍ତୁ ସେ ଦିଲ୍ଲୀପକୁ ଖୋଲି କହିପାରୁନି। ସେ କେମିତି କହିପାରିବ ଭଲ ପାଇବାର କଥା? ସେ କେମିତି ଦେଖିପାରିବ ଦିଲ୍ଲୀପ ସହିତ ଅନ୍ୟ କାହାକୁ? ସେ ଦିଲ୍ଲୀପକୁ ନେଇ କେତେ ବାଲିଘର ତୋଳିଛି, ମିଛି ମିଛିକା ରାଜାରାଣୀ ହୋଇ ପିଲାଦିନରେ ଖେଳିଛି। ସବୁ କଥା ତାର ମନେ ଅଛି। ଏମିତି ସବୁ କଥା ମନେ ପକାଇ କାନ୍ଦୁଛି ଏବଂ ମନେ ମନେ ଦିଲ୍ଲୀପକୁ ପ୍ରଶ୍ନ ପଚାରୁଛି, ଦିଲ୍ଲୀପ, ତମେ କ'ଣ ସେଦିନ ରାତି କଥା ପୁରା ଭୁଲି ଯାଇଛ? ଥରେ ହେଲେ ମୋ ଅବସ୍ଥା ଏବେ କେମିତି ଅଛି ଚିନ୍ତା କରିନ? ଥରେ ହେଲେ ଭାବିନ ସେଦିନର ସେ ଭୁଲ ଆଜି କେତେ ବଡ଼ ବିପଦ ହୋଇ ଠିଆ ହେଇଛି? ତମେ ଏତେ ସ୍ୱାର୍ଥପର ହେଲ କେମିତି? ପିଲାଦିନେ କଥା ଦେଇଥିଲ କେବେ ମୋର ହାତ ଛାଡ଼ିଯିବନି ବୋଲି, କିନ୍ତୁ ଏବେ ତମେ ସତରେ ମୋର ହାତ ଛାଡ଼ି ଚାଲିଯାଉଛ। ଯଦି ତମେ ମୋର ହାତ ଛାଡ଼ିବାର ଥିଲା ଧରୁଥିଲ କାହିଁକି? ଏମିତି ସବୁ ସ୍ମୃତି ମନେ ପକାଇ ଅରୁଣା ବହୁତ କାନ୍ଦିଲା। ହଠାତ୍ ଦିଲ୍ଲୀପ ଆସି ଅରୁଣାକୁ ଡାକିଦେଲା। ଅରୁଣା ଦିଲ୍ଲୀପର ମୁହଁକୁ ଚାହିଁ କାନ୍ଦିବାକୁ ଲାଗିଲା। ଦିଲ୍ଲୀପ ଅରୁଣାର କାନ୍ଦିବାର କାରଣ ବୁଝିପାରିଲା ନାହିଁ। ସେ ବ୍ୟସ୍ତ ହୋଇ ପଡ଼ୁଥାଏ ଓ ପଚାରୁଥାଏ, ଅରୁଣା, ତୋର କ'ଣ ହେଇଛି? ତୁ କାହିଁକି ଏମିତି କାନ୍ଦୁଛୁ? ତୋତେ କିଏ କ'ଣ କହିଛି? ତୁ କିଛି ତ କହ ପଦେ, ତୁ କ'ଣ ପାଇଁ କାନ୍ଦୁଛୁ? ଅରୁଣା କାନ୍ଦ କାନ୍ଦ ହୋଇ ଦିଲ୍ଲୀପକୁ କହିଲା, ମୁଁ ଆଉ ଗୋଟିଏ ମୁହୂର୍ତ୍ତ ରହିପାରିବି ନାହିଁ, ତମେ ମୋତେ ନେଇ ଆମ ଘରେ ଛାଡ଼ି ଚାଲି ଆସ। ଦିଲ୍ଲୀପ ଅରୁଣାର ଘରକୁ ଯିବା କଥା ବୁଝିପାରିଲା ନାହିଁ। ସେ ଅରୁଣାକୁ ବହୁତ ବୁଝେଇଲା, କିନ୍ତୁ ଅରୁଣାର ଗୋଟିଏ ଜିଦ୍, ସେ ଘରକୁ ଯିବ, ଏଠି ଆଉ ରହିବ ନାହିଁ। ଦିଲ୍ଲୀପ ତା ପରଦିନ ଅଫିସରୁ ଛୁଟି ଆଣି ଅରୁଣାକୁ ଛାଡ଼ିବା ପାଇଁ ଗାଁକୁ ଗଲା। ଅରୁଣାକୁ ନେଇ ତାଙ୍କ ଘରେ ଛାଡ଼ିଲା। ପୁଣି ଭୁବନେଶ୍ୱର ଯିବା ପାଇଁ ବାହାରିଲା। ଗଲାବେଳେ ଦିଲ୍ଲୀପ ଅରୁଣାକୁ ଦେଖା କରିବାକୁ ଗଲା। ଅରୁଣାର ଏହିଭଳି ଘରକୁ ଆସିବାର କାରଣ ପଚାରିଲା, କିନ୍ତୁ ଅରୁଣା ଦିଲ୍ଲୀପକୁ କିଛି ବି ପଦେ ହେଲେ କହିଲା ନାହିଁ। ଏମିତି 15 ଦିନ ଗଲା ପରେ ହଠାତ୍ ଅରୁଣା ଦିଲ୍ଲୀପକୁ ଫୋନ୍ କରି କହିଲା, ମୋର ବାହାଘର ଠିକ୍ କରିଦେଇଛନ୍ତି, କିନ୍ତୁ ମୁଁ ଏ ବାହାଘରରେ ଖୁସି ନାହିଁ।
କାହିଁକି ନା କେବଳ ଅରୁଣା ତା ପାପକୁ ଲୁଚେଇବା ପାଇଁ ଏ ବାହାଘରରେ ରାଜି ହେଇଛି। କିନ୍ତୁ ଏକଥା ଦିଲ୍ଲୀପକୁ କହିଲାନି। ଅରୁଣା ଦିଲ୍ଲୀପକୁ କହିଲା, ବାପାଙ୍କ ଖୁସି ପାଇଁ ମୁଁ ବାହା ହେଉଛି, ତମେ ମୋ ବାହାଘରକୁ ଆସିବ ନା? ଦିଲ୍ଲୀପ କହିଲା, ହଁ ହଁ, ମୁଁ ନଗଲେ ବାହାଘର ହେବ କେମିତି? ମୁଁ ପରା ବାହାଘରର ମୁଖ୍ୟ ଲୋକ। ମୋ ବିନା ପୁରୋହିତ ବାହାଘରର ମନ୍ତ୍ର ପଢ଼ିବେ କିମନ୍ତି? ଅରୁଣା ଦିଲ୍ଲୀପର କଥାକୁ ବୁଝିପାରୁନଥାଏ। ଦିଲ୍ଲୀପ ଅରୁଣାକୁ ପଚାରିଲା, ତୁ ଏ ବାହାଘରରେ ଖୁସି ନାହୁଁ କାହିଁକି? ଅରୁଣା କହିଲା, କାହିଁକି ନା ମୁଁ ତାକୁ ଭଲ ପାଉଥିଲି, କିନ୍ତୁ ସେ ମୋତେ ଭଲ ପାଉନଥିଲେ। ସେ ଯାହା ବି ହେଉ, ହୁଏତ ସେ ମୋ ଭାଗ୍ୟରେ ନଥିଲେ, ସେଥିପାଇଁ ସେ ମୋର ହେଲେନି, କିନ୍ତୁ ତମେ ମୋ ବାହାଘରକୁ ନିଶ୍ଚୟ ଆସିବ। ଅରୁଣା ବାହାଘର ଦିନ ଦିଲ୍ଲୀପର ବାଟକୁ ଅନେଇ ବସିଥାଏ। କେତେବେଳେ ଦିଲ୍ଲୀପ ଆସିବେ, ସେ ତାଙ୍କୁ ଦେଖିବ, ଆଉ କିଛି ବି ପଦେ କଥା ହେବ। କାହିଁକି ନା ସେ ଆଜି ପାଠ ପରଠାରୁ ନା ଦିଲ୍ଲୀପ ସହିତ କଥା ହେଇପାରିବ, ନା ତା ଛୁଆ ତା ପ୍ରକୃତ ବାପାକୁ ଆଉ ଦେଖିପାରିବ। ସେ ଆଉ କାହାର ହେଇଯିବ। ସେଦିନ ଯାହାକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା, ସେ ତା ପାଇଁ ଜଣେ ଅଜଣା ପୁରୁଷ ହେଇଯିବ। କିନ୍ତୁ ଦିଲ୍ଲୀପ ମନ ବହୁତ ଖୁସି ଥାଏ, କାହିଁକି ନା ଅରୁଣା ସହିତ ତାର ଆଜି ବାହାଘର। ଏତେ ବର୍ଷ ଧରି ଯେଉଁ କଥା କହିପାରୁନଥିଲା, ଏଥର ସେ ଅରୁଣାକୁ ନିଜର ମନ କଥା ଖୋଲି କହିଦେବ କି, ଅରୁଣା, ମୁଁ ତମକୁ ବହୁତ ଭଲ ପାଏ, ତୁମ ଛଡ଼ା କେଉଁ ଝିଅକୁ କେବେ ହେଲେ ବି ଭଲ ପାଇନି। ଏମିତି ଦୁଇ ଜଣ ଭାବି ଚାଲିଛନ୍ତି। ସେହି ସମୟରେ ପୁରୋହିତ ବର ଆଉ କନ୍ୟାକୁ ବେଦୀ ଉପରକୁ ଡକେଇଲେ। ବାହାଘରର ଶୁଭାରମ୍ଭ ଗଢ଼ିଯାଉଛି। ତମେ ବର ଆଉ କନ୍ୟାକୁ ବେଦୀକୁ ଆଣ। ଦିଲ୍ଲୀପ ଆଉ ଅରୁଣା ବେଦୀ ଉପରକୁ ଗଲେ। ଦିଲ୍ଲୀପ ମନେ ମନେ ଖୁସି ହେଉଥାଏ, କିନ୍ତୁ ଅରୁଣା ମନେ ମନେ ଦିଲ୍ଲୀପକୁ ଖୋଜୁଥାଏ। କାହିଁକି ନା ଦିଲ୍ଲୀପ ଏବେ ଯାଏ ଆସିନାହାନ୍ତି। ସେ ବୋକି ଜାଣିପାରୁନି, ଯାହାକୁ ସେ ମନେ ମନେ ଖୋଜୁଛି ସେ ତାର ପାଖରେ ବସି ବାହା ହେଉଛି। ସେ କେମିତି ବା ଜାଣିବ ଦିଲ୍ଲୀପକୁ ବାହା ହେଉଛି ବୋଲି? ସେ ତ ମୁଣ୍ଡରେ ହାତେ ଓଢ଼ଣା ଟାଣି ବସିଛି। ବାହାଘରର ମନ୍ତ୍ର ପଢ଼ା ଚାଲିଥାଏ। ଲୋକେମାନେ ବସିଥାନ୍ତି। ହଠାତ୍ ଅରୁଣା ବାହା ବେଦୀରୁ ଉଠି ଠିଆ ହେଇଗଲା। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ଅରୁଣାକୁ ସମସ୍ତେ ଚାହିଁଲେ ଆଉ ପଚାରିଲେ, ତୁ ଏମିତି କାହିଁକି ଠିଆ ହେଇଗଲୁ? ଅରୁଣା କାନ୍ଦିବାକୁ ଲାଗିଲା ଆଉ କହିଲା, ମୁଁ ବାହା ହେବିନି ଯେ ପର୍ଯ୍ୟନ୍ତ ଦିଲ୍ଲୀପ ଏଠାକୁ ଆସିନାହାନ୍ତି। ସମସ୍ତେ ଅରୁଣାର ମୁହଁକୁ ଆବା କାବା ହୋଇ ଚାହିଁ ରହିଲେ ଆଉ କହିଲେ, ଦିଲ୍ଲୀପ ତ ତୋ ସାମ୍ନାରେ ବସିଛି। ଅରୁଣା ଚାରିଆଡ଼କୁ ଚାହୁଁଥାଏ ଆଉ କହୁଥାଏ, ଦିଲ୍ଲୀପ କାହିଁ, କେଉଁଠି? ସେ ମୋତେ ଦେଖାଯାଉନାହାନ୍ତି କାହିଁକି? ତମେମାନେ ମୋତେ ମିଛ କହୁଛ। କିନ୍ତୁ ଅରୁଣା ବେଦୀରେ ବସିଥିବା ସେହି ଏକମାତ୍ର ପୁଅକୁ ଦେଖୁନଥାଏ, ଯିଏକି ଦିଲ୍ଲୀପ, ଯାହା ସାଙ୍ଗେ ସେ ତାର ବାହାଘର ହେଉଛି। ଦିଲ୍ଲୀପ ବେଦୀରୁ ଉଠିଯାଇ ଆସ୍ତେ କରି ଅରୁଣାର ମୁଣ୍ଡରୁ ତାର ଓଢ଼ଣି ଖୋଲିଦେଇ କହିଲା, କାହାକୁ ଖୋଜୁଛୁ? ମୁଁ ପରା ତୋ ପାଖରେ। ଅରୁଣା ପୁରା ଆଶ୍ଚର୍ଯ୍ୟ ହୋଇ ଦିଲ୍ଲୀପର ମୁହଁକୁ ଚାହିଁଲା। ଦିଲ୍ଲୀପ, ତମେ ବର ବେଶରେ, ପୁଣି ଏଠି, ଏହି ବେଦୀରେ, ପୁଣି ମୋ ସାଙ୍ଗରେ? ଦିଲ୍ଲୀପ ହସିଦେଇ ଅରୁଣାକୁ କହିଲା, ତୁ ପରା ମୋତେ କହିଥିଲୁ କି ତୋ ବାହାଘରକୁ ଆସିବା ପାଇଁ। ମୁଁ ଆସିନଥାନ୍ତି କେମିତି? ତୁ ପରା କହୁଥିଲୁ ତୁ ଯାହାକୁ ଭଲ ପାଉଛୁ ତାକୁ ହିଁ ବାହା ହେବୁ ବୋଲି। ସେଥିପାଇଁ ମୁଁ ବାହା ହେବା ପାଇଁ ଆସିଛି, ତୋ ବର ସାଜି। ଅରୁଣା, ତୁ କେମିତି ଭାବିପାରିଲୁ ମୁଁ ତୋତେ ଭୁଲି ଯାଇଥିବି ବୋଲି? ମୁଁ ପରା ତୋତେ ମୋ ଜୀବନଠୁ ଅଧିକ ଭଲ ପାଏ। ତୁ ହସିଲେ ମୁଁ ହସୁଥିଲି, ତୁ କାନ୍ଦିଲେ ମୁଁ କାନ୍ଦୁଥିଲି। ଦିଲ୍ଲୀପ କେବଳ ଅରୁଣା ପାଇଁ ଜନ୍ମ ହୋଇଛି। ସେ ସବୁ ଜନ୍ମରେ ତାର ହିଁ ରହିବ, କାହିଁକି ନା ମୁଁ ଏକା ତୁମର। ଆଉ ଅରୁଣା କାନରେ ଦିଲ୍ଲୀପ କହିଲା, ହଁ, ଆଉ ଗୋଟେ, ମୁଁ କେବଳ ତତେ ନୁହେଁ, ମୋ ସହିତ ମୋ ଛୁଆକୁ ବି ମୋ ମନ ମନ୍ଦିରରେ ସବୁବେଳ ପାଇଁ ରଖୁଛି। ଏକଥା ଶୁଣି ଅରୁଣା ଆଶ୍ଚର୍ଯ୍ୟ ହେଇଗଲା ଯେ, ତମେ ଛୁଆ କଥା ସବୁ ଜାଣିଛ, କିନ୍ତୁ ମୋତେ କିଛି ବି କହୁନ। ସେହି ସମୟରେ ଚୁପ୍ କିନା ଦିଲ୍ଲୀପ କହିଲା, ଆସ୍ତେ, ଏଠି ସମସ୍ତଙ୍କୁ ଜଣେଇବ ନା କ'ଣ? ଅରୁଣାକୁ ଏସବୁ ସ୍ୱପ୍ନ ଭଳି ଲାଗୁଥାଏ। ଯାହାକୁ ସେ ମନେ ମନେ ହୃଦୟ ଦେଇ ଭଲ ପାଉଥିଲା, ଆଜି ତା ସାଙ୍ଗରେ ସତରେ ବେଦୀରେ ବସି ବାହା ହେଉଛି। ଆଜି ଅରୁଣାର ମନ ବହୁତ ଖୁସି ଲାଗୁଛି। ତାକୁ ଯେମିତି ନ ମାଗି ସରଗର ସବୁ ଖୁସି ମିଳିଯାଇଛି। ସେ ମନେ ମନେ ହସି କହୁଥାଏ, ଦିଲ୍ଲୀପ କେବଳ ମୋର ଆଉ ମୁଁ ଏକା ତୁମର। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।